ମୁଁ କହୁଛି ଆଜି ସମସ୍ତଙ୍କୁ ଛାଡ଼ି ଚାଲି ଯାଉଛି। ଦିନେ ଥିଲା ମୁଁ ଆସିଲା ବେଳେ ସମସ୍ତେ ହସୁଥିଲେ, ମୁଁ କାନ୍ଦୁଥିଲି। ଆଜି ମୁଁ ହସୁଥିଲା ବେଳେ ସମସ୍ତେ କାନ୍ଦୁଛନ୍ତି। 6 ଖଣ୍ଡ କାଠରେ ମୋତେ ଶୁଆଇ ଦେଲେ। ଆଉ ମୋ ଚାରି ପାଖରେ ମୋ ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନ ସମସ୍ତେ ଥିଲେ। ଆଉ ଏକ ଅଦ୍ଭୁତ କଥା ବି ଦେଖିଲି। ମୁଁ ଯାହାକୁ ଭଲ ପାଉନଥିଲି କି ମୋତେ ଯିଏ ଭଲ ପାଉନଥିଲେ ସେମାନେ ବି ମୋ ଚାରି ପାଖରେ ଥିଲେ ଆଉ ମନ ଦୁଃଖ କରୁଥିଲେ। ତାଙ୍କ ମନ ଦୁଃଖ ଦେଖିକି ମୋର ବି ମନ ଦୁଃଖ ହେଉଥିଲା। କେମିତି କେଜାଣି ସମସ୍ତଙ୍କର ମୋ ପ୍ରତି ଏତେ ଭଲ ପାଇବା ଦେଖିକି ମୋ ମନ ବି ଭାରି ଦୁଃଖ ଲାଗୁଥିଲା। ହେଲେ ମୋତେ ତ ଯିବାକୁ ହେବ। ଗଲାବେଳେ ପୁଅ ନାତି 4 ଜଣ କାନ୍ଧେଇଥିଲେ ଆଉ ମୁଁ ପଛେ ପଛେ ଯାଉଥିଲି। ମୋ ଆଗେ ଆଗେ ସମସ୍ତେ ଯାଉଥିଲେ। ଖଇ କଉଡ଼ି ପଡ଼ୁଥିଲା। ରାମ ନାମ ସତ୍ୟ, ହରି ନାମ ସତ୍ୟ ଶୁଣିକି ବହୁତ ଆନନ୍ଦ ଲାଗୁଥିଲା। କିଛି ସମୟ ଗଲା ପରେ ସେଇ ଜାଗାରେ ପହଞ୍ଚିଗଲି ଯେଉଁ ଜାଗାରେ ଧନୀ ଗରିବର କୌଣସି ଭେଦଭାବ ନଥାଏ। ସେଠି ଜୁଇ ସଜାଡ଼ି ମୋତେ ଶୁଆଇ ଦେଲେ। ମୋ ବଡ଼ ପୁଅ ମୋ ମୁହଁରେ ନିଆଁ ଦେଲା। କିଛି ସମୟ ପରେ ସବୁ କିଛି ସରିଗଲା। ମୋ ପରିବାର 12 ଦିନ ପାଳିବେ, 13 ଦିନକୁ ଭୁଲିଯିବେ। କେତେ ପୁଅ ଝିଅ ଧନ ସମ୍ପତ୍ତି ଯାହା ରଖିଥିଲି କିଛି ବି ସାଙ୍ଗରେ ଆଣିକି ଆସିପାରିଲିନି। ଦିନେ ଏକା ଆସିଥିଲି, ଏକା ଚାଲିଗଲି। କେତେ ଲାଭ କଲି, କେତେ କ୍ଷତି କଲି ତାର ହିସାବ ମୋ ପାଖରେ ନାହିଁ। ସମସ୍ତଙ୍କୁ ଛାଡ଼ି ଯିବାକୁ ପଡ଼ିଲା। ତେବେ ଏ ମଣିଷମାନଙ୍କର ଏତେ ଗର୍ବ ଅହଙ୍କାର କାହିଁକି? ଆଜି ସମସ୍ତଙ୍କ ପାଇଁ ପଦେ ଏ ମିଛ ମାୟା ସଂସାରରେ ଯେତେ କହିଲେ ମୋର ମୋର କିଛି ନାହିଁ ତୁମର, ଏକା ହରିନାମ ନିଜର। ଓମ୍ ଶାନ୍ତି।